ପ୍ରହ୍ଲାଦଙ୍କ ପ୍ରଶ୍ନରେ ଅବଧୂତ କହିଲେ ଯେ ମଣିଷର ଦୁର୍ଲଭ ଶରୀର ହେଉଛି ସ୍ୱର୍ଗ ଏବଂ ମୋକ୍ଷର ଦ୍ୱାର। ସ୍ୱଧର୍ମରେ ସ୍ୱର୍ଗବାସ, ଅଧର୍ମରେ ନରକ ପ୍ରବେଶ। ଏହି ଉଭୟ ଦ୍ୱାର ତ୍ୟାଗ କରି ଆତ୍ମା ସଂସର୍ଗୀ ଚିନ୍ତନରେ ମୁଁ ଗୋବିନ୍ଦ ଚରଣରେ ଆଶ୍ରୟ ନେଇଛି। ଏ ଜନ୍ମରେ ମଧୁମକ୍ଷିକା ଓ ଅଜଗର ମୋର ଗୁରୁ। ଏମାନଙ୍କଠାରୁ ବୈରାଗ୍ୟର ଉପଦେଶ ପାଇଛି। ଧନ ଇଚ୍ଛା ନ କରି ଯଥାଲବ୍ଧ ଧନରେ ଅଜଗର ପରି ଦିନ ବଞ୍ଚିଛି। ଗୋବିନ୍ଦଙ୍କ ପ୍ରସନ୍ନରେ ଆନନ୍ଦରେ ରହିଥାଏ। ଏଇଥିପାଇଁ ଶରୀର ମୋର ହୃଷ୍ଟପୁଷ୍ଟ। ଅବଧୂତ ବାଚ କାହିଁବା ସ୍ନାନ କରେ ଶୁଦ୍ଧେ, ସୁବାସ ତୈଳ ସୁଗନ୍ଧେ, କାହିଁ ଚନ୍ଦନ ଗନ୍ଧ ସାର, କାହିଁବା ନାନା ଅଳଙ୍କାର, ସୁବାସ ପୁଷ୍ପମାଳ ଗନ୍ଧେ, କାହିଁବା ଗଜ ଅଶ୍ୱକନ୍ଧେ, କାହିଁ ବେଷ୍ଟିତ ପୀତାମ୍ବର, କାହିଁବା ଭସ୍ମ ଦିଗମ୍ବର, କାହିଁବା ଜ୍ଞାନ ଥାଇ ଦେହେ, କାହିଁ ଭ୍ରମ ଗୃହୀ ପ୍ରାୟ, କାହିଁ ପ୍ରମାଦ ଦେହେ ଥାଇ, କାହିଁବା ବୃକ୍ଷ ମୂଳେ ଶୋଇ। ହେ ପ୍ରହଲ୍ଲାଦ ଶୁଣ ଧୀରେ, ଆର କହିବା ତୁଚ୍ଛମୁରେ, ବିଷୟ ଜଡ଼େ ପ୍ରାଣୀ ଥାନ୍ତି, ନିଜ ସ୍ୱଭାବ ପ୍ରକାଶନ୍ତି। କାହାକୁ ନିନ୍ଦା ସ୍ତୁତି ମୋର କେବେ ନ କରେ ବିଚାର, ସର୍ବପ୍ରାଣୀଙ୍କ ଶ୍ରେୟ ଚିନ୍ତି, ଏଣୁ ମୋ ମନେ ନାହିଁ ଭ୍ରାନ୍ତି। ଆନନ୍ଦେ ଗୋବିନ୍ଦ ଚରଣେ ଚିତ୍ତ ନିବେଶୀ ଅନୁକ୍ଷଣେ, ଚିତ୍ତ ବିକଳ୍ପ ହୋମ କରି, ତାହାକୁ ମନ ମଧ୍ୟେ ଭରି, ମନ ବିକାର ତତ୍ତ୍ୱେ ଥୋଇ, ଯେଣେ ମାୟାକୁ ଭୟ ନାହିଁ, ସେ ମାୟା ଆତ୍ମା ଅନୁଭୂତେ, ସତ୍ୟ ସଂକଳ୍ପ ମୁନି ମତେ। ତେଣୁ ନିର୍ବିକାର ମୋ ମନ, ନିର୍ଗୁଣ ବ୍ରହ୍ମେ କରି ଧ୍ୟାନ, ହେମନ୍ତେ ଆତ୍ମା ଅନୁଭୂତେ, କହିଲି ତୋହର ଅଗ୍ରତେ। ଯେ ଲୋକ ଶାସ୍ତ୍ର ମତ ଦୁଇ, ଏଣେ ବର୍ଜିତ ମୋର ଦେହି, ତୁ ଯେଣୁ ବିଷ୍ଣୁର ଭକତ, ତେଣୁ କହିଲି ତୋ ଅଗ୍ରତ। ତୁ ପ୍ରହଲ୍ଲାଦ କୃଷ୍ଣ ଦାସ, ଏଣୁ ମୁଁ ତୋହରେ ବିଶ୍ୱାସ। ନାରଦ ଉବାଚ ଏମନ୍ତେ ମୁନି ମୁଖୁ ଶୁଣି, ପରମହଂସ ଧର୍ମ ବାଣୀ, ସେ ପ୍ରହଲ୍ଲାଦ ଜ୍ଞାନୀ ଧୀର, ସ୍ୱଭାବେ ବିଷ୍ଣୁର କିଙ୍କର, ସେ ଅବଧୂତ ତତ୍ତ୍ୱବାଣୀ, ପ୍ରବାହ ସୁଧା ତରଙ୍ଗିଣୀ। ସେ ପ୍ରହଲ୍ଲାଦ ଶୁଣି କର୍ଣ୍ଣେ, ବନ୍ଦିଲା ବିବିଧ ସ୍ତବନେ, ଆନନ୍ଦେ ନମିତା ଚରଣେ, ସଦନେ ଗଲା ତତକ୍ଷଣେ। ଶୁଣ ସୁଜନେ ଦୃଢ଼ ଚିତ୍ତେ, হরিচরিত ভাগবতে সপ্তম স্কন্ধে যেতে ধর্ম যে ধর্ম অবধূত কর্ম প্রহ্লাদ অবধূত কথা শুনন্তে খণ্ডে ভব ব্যথা
एणे निर्मल कर चित कहि दास जगन्नाथ। इति श्रीमद्भागवते महापुराणे पारमहंस्यां संहितायां सप्तमस्कन्धे युधिष्ठिर नारद संवादे जति धर्मे त्रयोदशोऽध्यायः। युधिष्ठिर उवाच शृणु हे ब्रह्मार नन्दन वनस्थ अवधूत धर्म। शुणिली शास्त्रर प्रस्तावे गृहस्थ धर्म कहएबे। देश कालादि भेदे जहि अनेक श्रेय जात होई। जे विधि गृह आचरणे आगम निगम प्रमाणे। हेमन्ते धर्म सुतवाणी शुणि कहन्ति ब्रह्ममुनि। नारद उवाच गृहस्थ रजनी प्रभाते शुचि निर्मल शुद्ध चित्ते स्मरिव नारायण नाम हरि गोविन्द कृष्ण राम। पुरुषोत्तम दामोदर विश्वसम्भव विश्वम्भर। हे आदि पुण्य श्लोक जेते नाम संकीर्तन प्रभाते। कृष्णे अर्पण नित्य करी गृहस्थ धर्म कुआचारी। महत जने उपासन करिब नित्य कृष्ण ध्यान। कृष्णर अवतार कथा पुराण आदि शास्त्र गीता। संग करिब साधु सन्थे दिन बञ्चिब शुणि नित्ये।